ବ୍ରହ୍ମପୁରବାସୀ ଓ ଦକ୍ଷିଣ ଓଡ଼ିଶାବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ଏବେ ବି ଅନିଶ୍ଚିତତା ଭିତରେ। ରଙ୍ଗେଇଲୁଣ୍ଡା ଏୟାର ଷ୍ଟ୍ରିପ୍କୁ ପୂର୍ଣ୍ଣକାଳୀନ ବିମାନ ବନ୍ଦରରେ ପରିଣତ କରିବାର ପ୍ରତିଶ୍ରୁତି ବାରମ୍ବାର ଭାଙ୍ଗିବାରେ ଲାଗିଛି। ପୂର୍ବ ସରକାର ଅମଳରେ ତରବରିଆ ଭାବେ 1200 ମିଟର ରନୱେ କରି ବିମାନ ଉଡ଼ାଣ ଆରମ୍ଭ କରାଯାଇଥିଲେ ମଧ୍ୟ ମାସ କେଉଁଠାରେ ତାଲା ଝୁଲିଥିଲା। ଏହି ପ୍ରସଙ୍ଗ ନବୀନଙ୍କ ଗୋଡ଼ ଭାଙ୍ଗିବାର ଅନ୍ୟତମ କାରଣ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ବର୍ତ୍ତମାନ କେନ୍ଦ୍ର ଓ ରାଜ୍ୟରେ ଡବଲ ଇଞ୍ଜିନ୍ ସରକାର ଏବଂ ଗଞ୍ଜାମ ଜିଲ୍ଲାର ବାଣିଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଥିବା ସତ୍ତ୍ୱେ ବିମାନ ବନ୍ଦର ଉନ୍ନୟନ କାର୍ଯ୍ୟ ଯେଉଁ ବେଗରେ ଆଗେଇବା କଥା ତାହା ହେଉନାହିଁ। ଜବରଦଖଲ ସମସ୍ୟା ଓ ରନୱେ ନିର୍ମାଣ ପଥରେ ବାଧା ସୃଷ୍ଟି କରୁଥିବା 33 ପରିବାର ଏପର୍ଯ୍ୟନ୍ତ ଉଠିନାହାନ୍ତି। ଡିସେମ୍ବର 31 ସୁଦ୍ଧା ଉଚ୍ଛେଦ ଯୋଜନା ବିଫଳ ହୋଇଛି, କାରଣ ସେମାନଙ୍କ ପାଇଁ ନିର୍ମାଣାଧୀନ ଗୃହ କେବଳ ଫାଉଣ୍ଡେସନ ସ୍ତରରେ ଅଛି। କାର୍ଯ୍ୟରେ ମନ୍ଥରତା, ବଙ୍ଗାଳୀ ଶ୍ରମିକଙ୍କ ଅଭାବରୁ କାମ ଧିମେଇ ଯାଉଥିବା କୁହାଯାଉଛି। ବୁଦ୍ଧିଜୀବୀଙ୍କ ମତରେ 33 ପରିବାରଙ୍କ ଉଚ୍ଛେଦ, ଗୃହ ନିର୍ମାଣ, ଟେଣ୍ଡର ଏବଂ ଡିଜିଜିସି ଅନୁମତି ପାଇଁ ଆହୁରି ବହୁତ ସମୟ ଲାଗିବ। ଫଳରେ 2026 ମସିହା ଶେଷ ସୁଦ୍ଧା ବି ବିମାନ ଉଡ଼ାଣ ସମ୍ଭବ ହେବ କି ନାହିଁ ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି। ମୋ ନାଁ ଇଜୁ ଆମିନ ଖାନ, ମୁଁ ଜଣେ ଛାତ୍ର ନେତା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର। ଦେଖନ୍ତୁ, ଗଞ୍ଜାମବାସୀ ଏୟାରପୋର୍ଟର ସ୍ୱପ୍ନ ଦେଖି ବର୍ତ୍ତମାନ ନିରାଶ ହୋଇସାରିଛନ୍ତି। ଗୋଟେ ପରେ ଗୋଟେ ସରକାର ବଦଳୁଛି, ହେଲେ ଆଜି ଯାଏଁ ଏୟାରପୋର୍ଟର ନାଁ ଗନ୍ଧ ନାହିଁ। ଏବଂ ଏୟାରପୋର୍ଟ ପାର୍ଶ୍ୱରେ ଆପଣ ଦେଖୁଥିବେ, ଏ ହେଉଛି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର, ମୋ ପଛପଟେ ଯେଉଁ ବିଲ୍ଡିଂ ଯାକ ଦେଖୁଛନ୍ତି, ଏ ହେଉଛି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ହଷ୍ଟେଲ ଗୁଡ଼ିକ। ଏଇଠି ଛାତ୍ରମାନେ ରହୁଛନ୍ତି, ପଢ଼ାପଢ଼ି କରୁଛନ୍ତି। ଏ ହଷ୍ଟେଲ ଏବୁକୁ ନେଇ ବିଶ୍ୱବିଦ୍ୟାଳୟ ଯେବେଠୁ ଆରମ୍ଭ ହୋଇଛି ଆଜିକୁ ପ୍ରାୟ 50ରୁ ଉର୍ଦ୍ଧ୍ୱ ବର୍ଷ ହେବ ହଷ୍ଟେଲ ଯାକ ଅଛି। ଏ ହେଉଛି ସେଇଟା ମୁଖ୍ୟ ରାସ୍ତା ହଷ୍ଟେଲର। ବର୍ତ୍ତମାନ ଆପଣ ଦେଖିବାକୁ ପାଇବେ ଯେ ଏୟାରପୋର୍ଟ କେବଳ କାଗଜପତ୍ରରେ ହେଉଛି ଏବଂ ବିଭିନ୍ନ ସ୍ଲୋଗାନରେ ରହିଯାଇଛି ଏୟାରପୋର୍ଟର ସ୍ୱପ୍ନ। ଏବଂ ଏୟାରପୋର୍ଟ ନିର୍ମାଣ ଲାଗି କ'ଣ ନିର୍ମାଣ ହେଉଛି ଆମେ ଜାଣିନୁ। ପ୍ରତିବର୍ଷ କୋଟି କୋଟି ଟଙ୍କା ବିନିଯୋଗ ହେଉଛି ଏବଂ କେବଳ ରାସ୍ତା ତିଆରି ହେଉଛି, କାନ୍ଥ ତିଆରି ହେଉଛି। ଏ ବାବଦରେ ଆଜି ଆମର ହଷ୍ଟେଲର ଯେଉଁ ମୁଖ୍ୟ ରାସ୍ତାଟେ ଅଛି ବଳି ପଡ଼ିଯାଇଛି, ଯାହାଫଳରେ ଛାତ୍ରମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବେ। ଆମେ କହୁଛୁ ଯେ ବର୍ତ୍ତମାନ ଏୟାରପୋର୍ଟ କ'ଣ ହେବ ନ ହେବ ଅଲଗା କଥା, ଏ ଯେଉଁ ରାସ୍ତାଟା ଅଛି ଏ ରାସ୍ତାଟା ବନ୍ଦ ନ କରାଯାଉ। ଏ ଯଦି ରାସ୍ତାଟା ବନ୍ଦ ହେବ ଛାତ୍ରମାନଙ୍କୁ ଅଧିକ ବୁଲିକିରି ଆସିବାକୁ ପଡ଼ିବ। ପାଖାପାଖି 400-500 ମିଟର ରାସ୍ତା ବୁଲାଣି ପଡ଼ିବ। ସେଥିପାଇଁ ଆମେ ଅନୁରୋଧ କରୁଛୁ ପ୍ରଶାସନକୁ ଏବଂ ଆମର ୟୁନିଭର୍ସିଟିର କର୍ତ୍ତୃପକ୍ଷଙ୍କୁ ଛାତ୍ରମାନଙ୍କୁ ହଇରାଣ ନ କରି ଏ ଯେଉଁ ଉକ୍ତ ରାସ୍ତାଟା ବନ୍ଦ ନ କରି ଯେମିତି ଚାଲୁଥିଲା ସେମିତି ତାଙ୍କୁ ସୁରକ୍ଷା ଦିଆଯାଉ ଏବଂ ଏଇଠି ଗୋଟେ ଗେଟ୍ର ନିଯୁକ୍ତି ହେଉ, ନହେଲେ ଆଗାମୀ ସମୟରେ ଆନ୍ଦୋଳନ ଚେତିବ। ରଙ୍ଗେଇଲୁଣ୍ଡାରୁ ସନ୍ଦେଶ କୁମାର ସାହୁଙ୍କ ରିପୋର୍ଟ, ଡୁମାଣି ଟିଭି।